भगवते वासुदेवाय नमः। स्कंद षष्ठ अध्याय। ଷଷ୍ଠଦେବଙ୍କ ସ୍ତୁତି ଶୁଣି ବିଜୟ ପ୍ରଭୁ ଚକ୍ରବାଣୀ ତାଙ୍କ ଆଦେଶ ଦେବାସୁର ଅମୃତ ପାଇଁ ଯତ୍ନ କଲେ। ଶ୍ରୀଶୁକ ବାଚ ଏମନ୍ତ ଦେବ ସ୍ତୁତି ଶୁଣି ଶୂନ୍ୟ ପ୍ରକାଶ ଚକ୍ରପାଣି ସହସ୍ର ସୂର୍ଯ୍ୟ ତେଜ ଦେଖି ଦେବେ ବୁଝିଲେ ଭୟ ଆଖି। ଦିଗ ନ ପାରନ୍ତି ବିଚାରି କେମନ୍ତେ ଦେଖିବେ ଶ୍ରୀହରି ରହିଲେ ଅନ୍ଧକାର ଛନ୍ନେ ଚାହିଁ ନ ପାରନ୍ତି ଗଗନେ ମଧ୍ୟ ଯେ ବ୍ରହ୍ମା ରୁଦ୍ର ଥିଲେ ଟେକି ଅନ୍ତରିକ୍ଷେ ଚାହିଁଲେ ଦେଖିଲେ ବିଷ୍ଣୁର ପ୍ରକାଶ ଶରୀରେ ପୁରିଛି ଆକାଶ ନୀଳ ମହୀନ୍ଦ୍ର ପ୍ରାୟ ଦିଶେ ଅରୁଣ ଲୋଚନା ପ୍ରକାଶେ ବିକଚ ପୁଣ୍ଡରୀକ ପ୍ରାୟ କର୍ଣ୍ଣେ କୁଣ୍ଡଳ ବେନି ଶହେ ତପ୍ତ କାଞ୍ଚନ ପ୍ରାୟ ବର୍ଣ୍ଣ ପୀତ ବସନ ପରିଧାନ ପ୍ରସନ୍ନ ଚାରୁ ସର୍ବ ଅଙ୍ଗେ ଶ୍ରୀମୁଖ ସୁନ୍ଦର ଭ୍ରୁଭଙ୍ଗେ ଅମୂଲ୍ୟ ମୁକୁଟ ଲଲାଟେ କାଞ୍ଚନ ଭୂଷଣ ପ୍ରକଟେ ଅଜାନୁଲମ୍ବ ଚାରି ଭୁଜେ କେୟର କଙ୍କଣ ବିରାଜେ କାଞ୍ଚି କଳାପ ବଳୟରେ ଶୋଭିତ ହାର ନୂପୁରରେ କୌସ୍ତୁଭ ମଣି କଣ୍ଠେ ସୋହେ ତେଜ ପ୍ରକାଶେ ଜନ ମୋହେ କମଳା ବନ ମାଳ ରଙ୍ଗେ ହୃଦୟ ସହି ଅନୁରାଗେ ହେମନ୍ତ ରୂପ ଶୂନ୍ୟ ଚିନ୍ତି ଶିବ ସହିତେ ବେଦପତି ଧ୍ୟାନ ଗୋବିନ୍ଦ ପାଦ ପଡ଼ି ସ୍ତୁତି କରନ୍ତି କର ଯୋଡ଼ି ବ୍ରହ୍ମା ଉବାଚ ଆଜି ନିର୍ମଳ ଯେ ସ୍ୱଭାବେ ସୃଷ୍ଟି ପାଳନ ସ୍ଥିତି ଲାଭେ ଅଗୁଣେ ବିଶ୍ରାମ ତୁମ୍ଭର ମହିମା ଅମୃତ ସାଗର ଅଣୁହୁ ଅଣୁଭାବ ହୋଇ ସମାୟା ସୁଖେ ଯେ ଭଜଇ ମହାନୁଭାବ ଏ ଜଗତେ ମହାପୁରୁଷ ନମସ୍ତୁତେ ତୁନାଥ ସଂସାରର ଧାରଣ ଏଣୁ ଅଶେଷ ମୁନିଗଣ ଆଗମ ନିଗମ ସମ୍ପାଦି ବିଚାରି ମନ୍ତ୍ର ଯୋଗ ବିଧି ବେଦ ସହିତେ ରବି ତଳେ ମନ ପବନ ସୁନିଶ୍ଚଳେ ତୋହର ରୂପ ଧ୍ୟାନ କରି ମାୟା ଗହନୁ ଜାନ୍ତି ତରି ତୁନାଥ ଆଦି ମଧ୍ୟ ଅନ୍ତେ ଯେବା କରା ଓ ଆତ୍ମତନ୍ତ୍ରେ ଜଗତେ ଆଦି ମଧ୍ୟ ତୁହି ମୃତ୍ତିକା ଘଟ ପ୍ରାୟ ହୋଇ ତୋ ରୂପ ବିଶ୍ୱେ ପ୍ରକାଶ ହୋଇ ସେ ରୂପ କେ ପାରିବ କହି ଆତ୍ମା ଆଶ୍ରୟ ମାୟା କରି ତୁ ଏ ସଂସାର ରୂପ ଧରି ସଂସାରେ ପଶୁ ଆତ୍ମା ରୂପେ ସୁଖେ ବିହରୁ କଳ୍ପେ କଳ୍ପେ ନିର୍ମଳ ଚେତା ମୁନି ଜନେ ତୋତେ ଦେଖନ୍ତି ଶୁଦ୍ଧ ମନେ ଯଥା ଅନଳ କାଷ୍ଠେ ଥାଏ ଯେନେ ଅମୃତ ଗୋରୁ ଦେହେ ଧରଣୀ ଦେହେ ଅନ୍ନ ଯେହ୍ନେ ସଂଯୋଗ କୃଷି କରସଣେ ମନୁଷ୍ୟ ନାନା ଯୋଗ ବଳେ ଲଭଇ ତୋ ପାଦ କମଳେ ନମିଣ ତୋ ଚରଣ ତଳେ ଭବସାଗରରୁ ତରେ ଭଲେ ସର୍ବ ନିମନ୍ତେ ତୋ ଚରଣ ତୁ ଥାଉ ସଂସାର ଧାରଣେ ବାଞ୍ଛିତ ଅର୍ଥ ଫଳ ପାନ୍ତି ନାନା ପ୍ରକାରେ ତୋତେ ଚିନ୍ତି ତୋ ରୂପ ଆତ୍ମାଗତେ ଦେଖି ସଂସାର ତେଜି ପନ୍ତି ସୁଖୀ ଯେସନେ ଗଜ ଦାବାନଳେ ପ୍ରବେଶ କରି ଗଙ୍ଗା ଜଳେ ଆମ୍ଭେ ସକଳ ଲୋକ ପାଳେ ଶରଣ ତୋ ପାଦ କମଳେ ଏ ଦେହ ଅନ୍ତର ବାହାରେ ତୋ ତହୁଁ କେବା ଅଛି ପରେ ଏ ଦେବଗଣେ ମୋର ତୁଲେ ଦକ୍ଷ ଦି ପ୍ରଜାପତି ମିଳେ ତୋ ଅନୁଗ୍ରହେ ବହୁ ଅଙ୍ଗ ନଳୁ ଯେ ସନେ ସ୍ଫୁଲିଙ୍ଗ କିବା କହିବୁ ତୋ ଅଗ୍ରତେ ଆମ୍ଭଙ୍କୁ ରଖ ଏ ଜଗତେ। ଶ୍ରୀଶୁକ ବାଚ ଏମନ୍ତେ ବ୍ରହ୍ମା ବାକ୍ୟ ଶୁଣି ସଂସାର ହିତ ମନେ ଗୁଣି ପରମ ସୁଖେ ତନୁ ପୁରୀ ଧାତାଙ୍କୁ ଅନୁଗ୍ରହ କରି ଜଳଧି ମନ୍ଥନ ପ୍ରସଙ୍ଗେ ଆତ୍ମପ୍ରକାଶ ଅନୁରାଗେ ପ୍ରସନ୍ନ ଚିତେ ଭାବଗ୍ରାହୀ କହନ୍ତି ବ୍ରହ୍ମା ମୁଖ ଚାହିଁ ଶ୍ରୀ ଭଗବାନ ବାଚ ଶୁଣଃ ବ୍ରହ୍ମା ଶମ୍ଭୁ ଦେବେ ଯେବା କରିବି ତୁମ୍ଭ ଲାଭେ ତୁମ୍ଭର ଶ୍ରେୟ ଯେଉଁ ମତେ କହିବା ଶୁଣ ଏକ ଚିତ୍ତେ ଅସୁରଙ୍କର ସଙ୍ଗେ ଯାଇ ବସ ବିଶ୍ୱାସ ଭାବ ହୋଇ ନାନା ପ୍ରକାରେ ସନ୍ଧି କର ପ୍ରଲୋଭେ ତାଙ୍କ ଚିତ୍ତହର ଯାବତ ସିଦ୍ଧ ନୁହେଁ କାର୍ଯ୍ୟ ତାବତ ମିତ୍ର ଭାବେ ଭଜ ଆପଣା କାର୍ଯ୍ୟ ସିଦ୍ଧି ଅର୍ଥେ ଶତ୍ରୁଙ୍କୁ ଭଜନ୍ତି ଜଗତେ କାର୍ଯ୍ୟ କରିଲେ ନିଜ ଭାବେ ସର୍ବେ ରହିବ ଆତ୍ମଲାଭେ ଅହିମୂଷିକ କରି ସିଦ୍ଧି ଯେମନ୍ତେ ଆତ୍ମ କାର୍ଯ୍ୟ ସାଧି ଅମୃତ ଅର୍ଥେ ଯତ୍ନ କର ଜାପାନେ ହୋଇବ ଅମର ଶୁଣ କହିବା ଉପଦେଶ ବେଗେ ଗହନ ବନେ ପଶ ଅମ୍ଳ ଔଷଧି ଗୁଳ୍ମ ଯେତେ ବନସ୍ତୁ ଆଣ ଅପ୍ରମିତେ ପାଷାଣେ ଛେଚି ବାହୁ ବଳେ ନିକ୍ଷେପ କ୍ଷୀର ସିନ୍ଧୁ ଜଳେ ସେ ଅମ୍ଳ ଗୁଣେ ବସୁ ଦଧି ଯେଣୁ ଲଭିବ ସର୍ବସିଦ୍ଧି ଏ ଯେ ମନ୍ଦର ମହୀଧର ମନ୍ଥନ ଦଣ୍ଡ ଏହା କର ବାସୁକି ନାଗ ରଜୁ କରି ମନ୍ଥିବ ଦେବାସୁରେ ଧରି ମୋହର ବୋଲେ ମହାଜଳେ ମନ୍ଥନ କର ଜାନିଶ୍ଚଳେ ତୁମ୍ଭେ ସେ ଅମୃତ ଖାଇବ ନିରାଶ ହୋଇବେ ଦାନବ ଇନ୍ଦ୍ର ଲଭିବ ସର୍ବସିଦ୍ଧି ସର୍ବସମ୍ପାଦିବ ଜଳଧି
शांति वचने कार्य पाई आगम शास्त्रे ଏହା कही प्रथमे बासुकी बदने गरल छाड़ी बहने तहिंकि न करिब भय मुपुण करिबि उपाय मंथने लभि वस्तु जेते लोभ न करिब जुकते। श्री शुकवाच एमंत देव गणे कही तक्षणे गरुड़ आरोही निज भुवने हरि गले भकत परिषद तुले रुद्र ब्रह्मादि देव गणे न मिले विष्णुर चरणे सकाळे होई एक चित बलि भुवने उपगत द्वारे असुर जेते थिले देवगणଙ୍କୁ निरोधिले देव निषेध कथा शुणी असुरंकर चूड़ामणि संधि विग्रह से जणाई बोलई निज गुण राई देवଙ୍କୁ ଛାଡ଼ ତୁମ୍ଭ ଦ୍ୱାର କି ସଭା କରିବେ ବିଚାର ଏମନ୍ତେ ବଳି ଆଜ୍ଞା ପାଇ ଦ୍ୱାର ଛାଡ଼ିଲେ ଭାବ ବହି ବଳି ନିକଟେ ଦେବେ ଯାଇ ଜୟ ଶବଦ ଉଚ୍ଚେ ଗାଇ ବଳି କି ଦେଖିଲେ ଆସନେ ବିସ୍ତୃତ ଅସୁର ଗହଣେ ସର୍ବସମ୍ପଦ ଯାର ପୁରେ କିବା ଉପମା ଦେବା ତାରେ ନିଜ ଶରୀର ତେଜ ପୁଞ୍ଜେ ଦିଗପାଳଙ୍କ ତେଜ ଗଞ୍ଜେ ଇନ୍ଦ୍ର ଯେ ବଳି ମୁଖ ଚାହିଁ ବିଶ୍ୱାସ ବଚନ ବୋଲଇ ଶୁଣ ରାଜନ କହୁଁ ତତେ ଏ ତିନି ଲୋକ ଶୁଭ ଅର୍ଥେ ଦୁର୍ବାସ ସାପ ମହାଘୋର ନାସିଲା ସମ୍ପଦ ମୋହର ସୋମ ସବିତା ତେଜ ଗଲା ସ୍ୱାହା ସ୍ୱାଧୀନ ଚଳିଲା କମ୍ପଇ ଏ ତିନି ଭୁବନ ସର୍ବେ ହୋଇଲେ ଦୁଃଖେ ଛନ୍ନ ଏଣୁ ବିଷ୍ଣୁ ଭୁବନେ ଯାଇ କହିଲୁ ବ୍ରହ୍ମା ରୁଦ୍ର ଲଇ ପୁରୁଷୋତ୍ତମଙ୍କ ବଚନ ରାଜନ ତୋଷ ମନେ ଶୁଣ ବୋଇଲେ ଏ କ୍ଷୀର ଜଳଧି ଅମ୍ଳ ସଂଯୋଗେ କର ଦଧି ମନ୍ଦର ଘେରିକି ଆଣିବ ସମୁଦ୍ର ମଧ୍ୟ କାପିବ ବାସୁକି ନାଗ ରଜୁ କରି ଦେବଦାନବେ ତାହା ଧରି ଯେତେକ କରିବେ ମନ୍ଥନ ସୁଧା କରିବେ ସୁଖେ ପାନ ଯେତେ ଉପୁଜିବ ମନ୍ଥନେ ସକଳେ ମିଳିତ ସମନେ ସମାନ ଭାଗେ ଭୋଗ କର ସନ୍ତୋଷ ମନେ ଦେବାସୁର ସଂସାର ହେଉ ଏଣେ ରକ୍ଷା ଏମନ୍ତ ବିଷ୍ଣୁ ଦେଲେ ଦୀକ୍ଷା ଏଣୁ ତୁମ୍ଭର ସଙ୍ଗେ ଆମ୍ଭେ ମିଳିଲୁ ମନ୍ଥନ ଆରମ୍ଭେ ତୁମ୍ଭ ଆରମ୍ଭ ଏକ ଗତି ଏହା ବୋଇଲେ ଶ୍ରୀପତି ଏମନ୍ତ ଇନ୍ଦ୍ର ମୁଖୁ ଶୁଣି ଅସୁର ମନେ ମନେ ଗୁଣି ବୋଇଲେ ଶୁଭ କଥା ଏହି ବିଷ୍ଣୁ ମାୟାରେ ମନ ମୋହି ବଳି ସଙ୍ଗତେ ଉଠି ସର୍ବେ ସମ୍ମତି କଲେ ପ୍ରିୟ ଭାବେ ସମ୍ବରାରିଷ୍ଟ ନେମି ତୁଲେ ଯେତେ ଦାନବ ବୀର ଥିଲେ ବିଷ୍ଣୁ ମୋହନ ମାୟା ମତେ ହରସ ଅସୁରଙ୍କ ଚିତେ ଦେବଦାନବ ପ୍ରୀତି ମନେ ମିଳିଲେ ଗିରି ସନ୍ନିଧ୍ୟାନେ ନାନା ତୀକ୍ଷଣ ଶସ୍ତ୍ର ଧରି ଉପାଡ଼ି ଘୋର ନାଦ କରି ଇନ୍ଦ୍ରର ତୁଲେ ଦେବେ ଯେତେ ଅସୁରେ ବଳିର ସମେତେ ସମସ୍ତେ ମୁଣ୍ଡେ ଗିରି କଲେ ବଳେ କେତେ ହେଁ ଦୂର ନେଲେ କାହୁଁ ବହିବେ ଗିରିବର ଯେ ଗିରିବରଙ୍କ ଶେଖର ପଥେ ବହନ୍ତେ ଗୁରୁତରେ ପଡ଼ିଲା ତାହାଙ୍କ ଉପରେ ଚୂର୍ଣ୍ଣ ହୋଇଲେ ମହାଭାରେ ସକଳ ପଡ଼ିଲେ ଭୂମିରେ ଶିରଚରଣ ବାହୁ ଚୁରି ପଥେ ପଡ଼ିଲା ମହାଗିରି ଦେବଙ୍କୁ ଦେଖି ଭଗବାନ ତକ୍ଷଣେ ଗରୁଡ଼ ଆସନ ପଥେ ମିଳିଲେ ତାଙ୍କ ପାଶେ ଦେବଙ୍କ ଭକତି ବିଶ୍ୱାସେ କରେ ମନ୍ଦର ଗିରି କଲେ ଦେବ ଅସୁରଙ୍କୁ ଚାହିଁଲେ ଅମୃତ ନୟନେ ଅନାଇ ଜୀବନ ଦେଲେ ଭାବଗ୍ରାହୀ ଲାଗନ୍ତେ ଗୋବିନ୍ଦର କର ତକ୍ଷଣେ ପାଇଲେ ଶରୀର ଗୋବିନ୍ଦ ଏକ ହସ୍ତ ଗିରି ଲୀଳାଏ ନିଜ କରେ ଧରି ଗରୁଡ଼େ ଥୋଇ ଶୂନ୍ୟ ପଥେ ଦେବଦାନବ ବଳ ସାଥେ କ୍ଷୀର ଜଳାଧି ତଟେ ମିଳି ଦେବ ଅସୁର ବନମାଳି ଗରୁଡ଼ କନ୍ଧୁ ଗିରିବର କୂଳେ ନିବେଶୀ ଚକ୍ରଧର ଗରୁଡ଼ ଗଲା ନିଜ ପୁର ଶୁଣ ପରୀକ୍ଷା ନୃପବର ଦେବ ଅସୁରଙ୍କ ଭାବ ଯହୁଁ ଅମୃତ ଉଦ ଭାବ ସୁଜନେ ଏଣେ ଚିତ୍ତ କର ମାୟା ସଙ୍କଟରୁ ନିସ୍ତର ବୋଲଇ ଦାସ ଜଗନ୍ନାଥ ଅଷ୍ଟମ ସ୍କନ୍ଧେ ଭାଗବତ इति श्रीमद्भागवत महापुराणे पारमहंस साहित्यं अष्टम स्कन्धे अमृत मंथने मन्दराचलायनं नाम षष्ठोऽध्यायः। शुणिलु भागवत अरे